ରାଇରଙ୍ଗପୁରରେ ଭାରତ ବନ୍ଦ ଡାକରା। ଆଜି ସର୍ବଭାରତୀୟ ସାଧାରଣ ଧର୍ମଘଟରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏଥିରେ ଶ୍ରମିକ ବିରୋଧୀ 4ଟି ଶ୍ରମ କାର୍ଡ ସହ 10 ଘଣ୍ଟା ଶ୍ରମ ଦିବସ ବାତିଲ। ସ୍କିମ୍ ଶ୍ରମିକମାନଙ୍କୁ ସ୍ଥାୟୀ କରିବା, ଠିକା କର୍ମଚାରୀ ଉଚ୍ଛେଦ, କୃଷିଜାତ ଦ୍ରବ୍ୟ ବିକ୍ରି ପାଇଁ ଏମ୍ଏସ୍ପି ଆଇନ ପ୍ରଣୟନ ସହ ଅନ୍ୟାନ୍ୟ ଦାବିରେ ଏଆଇୟୁଟିୟୁସି ସର୍ବଭାରତୀୟ ଜୀବନ ବୀମା କର୍ମଚାରୀ ସଂଘ ପକ୍ଷରୁ ଘୂର୍ଣ୍ଣ୍ୟ କୋଡ୍ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରାୟତ୍ତ ବୀମା ଶିଳ୍ପକୁ ରୁଗୁଣ କରିବା ଯୋଜନା ବିରୁଦ୍ଧରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା ଦାବିରେ ଏଲ୍ଆଇସିରେ ତୁରନ୍ତ ନୂତନ ନିଯୁକ୍ତି ଦାବିରେ ସଂଗଠନକୁ ଦ୍ୱିପାକ୍ଷିକ ଆଲୋଚନାରେ ସାମିଲ କରିବା ଦାବିରେ ଡାକରା ଦେବା ସହିତ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କମିଟି ପକ୍ଷରୁ ଶ୍ରମିକ ମାରଣ ନୀତି ବା 4ଟି ଶ୍ରମିକ କୋଡ୍ ଉଚ୍ଛେଦ କରାଯାଉ। ଧାନମଣ୍ଡିରେ କଟନୀ ଛଟନୀ ଚଳିବ ନାହିଁ, ମନରେଗା ପୂର୍ବ ନିୟମ ଲାଗୁ କରାଯାଉ, ବିଜୁଳି 300 ୟୁନିଟ୍ ଛାଡ଼ କରାଯାଉ ଦାବିରେ ବନ୍ଦ ଡାକରା ଦେଇଥିଲେ। ଅତ୍ୟାବଶ୍ୟକ ମେଡିସିନ ଷ୍ଟୋର, ଦୋକାନ ବଜାର, ଅଫିସ କାର୍ଯ୍ୟାଳୟ, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଗାଡ଼ି ମଟର ବନ୍ଦ ରହିଥିଲା। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଏଥିରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପଶ୍ଚିମ ମୟୂରଭଞ୍ଜ କଂଗ୍ରେସ କମିଟି କାର୍ଯ୍ୟାଳୟ ସମ୍ପାଦକ ରୂପକ ମହାନ୍ତି, ଅମର ମହାନ୍ତ ସମେତ ସର୍ବଭାରତୀୟ ଜୀବନ ବୀମା କର୍ମଚାରୀ ସଂଘ ରାଇରଙ୍ଗପୁର ଶାଖା ପକ୍ଷରୁ ଚୁନୁରାମ ଟୁଡୁ ଆଦି ବନ୍ଦ ଡାକରାରେ ସାମିଲ ହୋଇଥିଲେ। ରାଇରଙ୍ଗପୁର ସାମିଳେନ୍ଦୁର ପରିଡ଼ାଙ୍କ ରିପୋର୍ଟ, जनशक्ति टीवी।